ଯେତେବେଳେ ଚାହିଁବେ ସେ ଝିଅ ତୁମ ପାଖକୁ ଆସିବ, ଯାହା ଚାହିଁବେ ତାହା କରିବ। କେବଳ ଆଜିର ଏହି ବଶୀକରଣ ମାତ୍ର ଥରେ କରିଦିଅ। ନମସ୍କାର ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ବତେଇବି ବିନା ମନ୍ତ୍ରତନ୍ତ୍ରରେ ମାତ୍ର 2ଟି କଞ୍ଚାଲଙ୍କା ଆଉ ଗୋଟିଏ ଛୁଞ୍ଚିର ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ଟୋଟକା, ଯାହାକୁ ଆପଣ ପ୍ରୟୋଗ କରି ନିଜ ପସନ୍ଦର କେଉଁ ବି କୁଆଁରୀ ଝିଅ ବା ବିବାହିତା ମହିଳାକୁ ମୁହୂର୍ତ୍ତକ ଭିତରେ ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି ଆପଣ କେଉଁ ଝିଅ ବା ବିବାହିତା ମହିଳାକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ମହିଳା ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏମିତି ଏକ ସହଜ ଶକ୍ତିଶାଳୀ ବଶୀକରଣ, ଯାହାକୁ ଆପଣ ନିଜ ଘରେ ବସି ବସି କରିପାରିବେ। ବିନା କୌଣସି ପଇସା ଖର୍ଚ୍ଚ କରି, ବିନା କୌଣସି ମନ୍ତ୍ରତନ୍ତ୍ର କରି ନିଜ ପସନ୍ଦର ସେ ଝିଅ ବା ବିବାହିତା ମହିଳାକୁ ନିଜ ବଶରେ କରିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା କଞ୍ଚା ଲଙ୍କାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ ମାତ୍ର ଗୋଟିଏ ଥର କରିଛି, ସିଏ 100ରୁ 100% ସଫଳ ହେଇଛି। ତେଣୁ ଆପଣ ବି ବିଶ୍ୱାସର ସହିତ ମାତ୍ର ଗୋଟିଏ ଥର କରିକି ଦେଖନ୍ତୁ, ତାପରେ ଦେଖିବେ ଚମତ୍କାର କିପରି ସେ ଝିଅ ବା ବିବାହିତା ମହିଳା ରାତିଦିନ ଆପଣଙ୍କ କଥା ଭାବିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ, ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କ ସହିତ କଥା ହେଉନି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମାତ୍ର ଥରେ ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଠିକ୍ ଅଛି, ତେବେ ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି ନିୟମର ପାଳନ କରିବାକୁ ପଡ଼ିବନି କିମ୍ବା ବେଶୀ କିଛି ସାମଗ୍ରୀର ଆବଶ୍ୟକ ନାହିଁ। କେବଳ 2ଟା କଞ୍ଚାଲଙ୍କା ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ମନେ ରଖନ୍ତୁ, ଏହି ବଶୀକରଣକୁ ଆପଣ ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ କରିବେ। ପ୍ରଥମେ ଆପଣ କ'ଣ କରିବେ, 2ଟା କଞ୍ଚାଲଙ୍କା ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ ଗୋଟିଏ ଲଙ୍କାକୁ ଆପଣ ହାତରେ ଧରିବେ ଆଉ ସେ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ନାମ ମାତ୍ର 3 ଥର ଉଚ୍ଚାରଣ କରି ଆପଣ ଲଙ୍କାରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ସେ ଲଙ୍କାକୁ ନିଜ ସାମ୍ନାରେ ରଖିବେ। ତାପରେ ଆଉ ଗୋଟିଏ ଲଙ୍କାକୁ ଧରିବେ ଆଉ ନିଜର ନାମ 3 ଥର ଉଚ୍ଚାରଣ କରି ଲଙ୍କାରେ ଫୁଙ୍କିଦେବେ। ଏତିକି କରିସାରିବା ପରେ 2ଟାକ ଲଙ୍କାକୁ ବାମ ହାତରେ ଧରିବେ ଆଉ ଡାହାଣ ହାତରେ ଛୁଞ୍ଚିକୁ ଧରିବେ। ତାପରେ ଆଖି ବନ୍ଦ କରି ସେ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ମନେ ମନେ ସେଇ ଝିଅ ବା ସ୍ତ୍ରୀର ନାମକୁ ଉଚ୍ଚାରଣ କରିବେ ଆଉ ମନେ ମନେ କହିବେ, ତୁ ମୋର ବଶରେ ହୋଇଯା, ମୋର ସବୁ ଇଚ୍ଛାକୁ ପୂରଣ କର, ଆପଣଙ୍କ ମନକୁ ଯାହା ଆସିବ ଆପଣ କହିବେ। ଏତିକି କହିସାରିବା ପରେ ଆପଣ ଆଖି ଖୋଲିବେ ଆଉ 2ଟାକ ଲଙ୍କାରେ ଛୁଞ୍ଚିକୁ ଫୋଡ଼ିଦେବେ। ଏତିକି କରିସାରିବା ପରେ ସେ 2ଟାକ କଞ୍ଚାଲଙ୍କା ଆଉ ଛୁଞ୍ଚିକୁ ନେଇ ନିଜ ଅଗଣାରେ ଅଳ୍ପ ଟିକେ ମାଟି ଖୋଳି ଆପଣ ପୋତିଦେବେ। ଯେପର୍ଯ୍ୟନ୍ତ ଏ ଲଙ୍କା ଆଉ ଛୁଞ୍ଚି ମାଟି ତଳେ ଥିବ, ସେ ପର୍ଯ୍ୟନ୍ତ ସେ ଝିଅ ବା ମହିଳା ଆପଣଙ୍କର ବଶରେ ରହିବ। ଧନ୍ୟବାଦ।